जय जगन्नाथ सांग मैंने फाइनाली शाशु घरे पहुँची सब माणबसा पे रेडी फोटो आज्ञा देखते चिता सब पड़ी आम पी शाशु चिता से पकाऊँ शाशु आम नहीं गले आमर पिठा रेडी हम स्टार्ट हम देखते फोटो लिखट सब रेडी मिले घर गोटे रूम मो पुओ तो पूरा निखम भितर शो पड़े पूरा शो पड़े रात इंद्रा हो जाता मो पुओ पूरा शो पड़े देखो ये चिता पड़ी देखो देखो पूरा ये आम खुड़ी शाशु मैंने पकई खुड़ी शाशु आ पी शाशु सब पकई देख ये मुझे तले पकई भल नहीं स्वास्थ्य यहाँ आम घर यहाँ आमर हूँ दांड घर है आपण मैंने अच्छा मत कमेंट्रे जनइबे मो वीडियो कर नी जेहेतु मो हजबैंड को देह खराब है से आज 7टार आसवार टे फिक्स प्रोब्लेम अच्छी घरे एबे मो फोन कर बुझला से इंजेक्शन दो जाइए स्वास्थ्य भल अच्छे से निजे निजे उठिकी जापारती फिक्स बाहरला जोटा कि बात रोग से जन्मरू अच्छी आज मो ड्यूटी छुट्टी नहीं काली भी छुट्टी नहीं मो वीडियो करी सका वीडियो करी छाड़ी ना आमर से गाँ आरंभ रू जो अटोरे आसिले से वीडियोटा अच्छी आपन को देखी बाकी फाइनाली आमर यहाँ हूँ दांड घर चिता बिता पड़गला फाइनाली धान छुटा पकई यहाँ गोटे रूम पूरा भारी पटू गोटे आ गोटे रूम गोटे को बार देदेवा ना शाशु पार्टी करेंगे आमर पिठा पिठा हम ना शाशु पकाउँ चिता हाथी शाल हाँ होगला सीधे कौन हम से दुआर मोर गोटे दीपटे खाली पकईदेव गोटे बेस दीपटे खाली से जो मझे कर खाली गोटे पकईदे से खाली गोटे पकईदे ए पानी पड़ुची ना से बोईज आर वर्ष से दुआर मोर पकई ए वर्ष माने पाहाच हो जाए आर वर्ष से दुआर मझे पड़ता ना बो हाँ 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 आउ ये कपड़ दरकार बंद हम ना कौन कर धोब कौटी हाँ दी साइड जो गोबर दिया हो तो दी साइड गोल गोल दीटा कर दियो दीटा गोल गोल कर दियो पाद भी पाइबनी ये गोबर दिया हो तो दीपटे कर तो देदेली हाँ देदेली ये दुआर मुहर देलनी नानी दीपटे ये दीपटे देलनी आउ अच्छी बा ये दुआर मुहर से दुआर मुहर देलनी से दुआर मुहर देन तो से दुआर मुहर दीपटे माने एमती गोल गोल करदेले तादर गोबर रखिया सुविधा हम तमे खाली डाली बुले दीछ तमे करूछ एटा जो हेलानी ये कोन हला ओ सेटा करछ तमे तो बंध आ कोन एटी काठ देइछ एटा बंध हला एटी जोडा हेलानी या भीतर गोबर थुआ तमे गोल करूछ हां से नौ चंदी देबे एति अछि देइ दे से पानी रो पानी सेठी अछि
ସେଇଠି ଅଛି ପାଣି ଏଇଠି ଥିଲା ଇଏଟା ଗୋଡ଼ରେ ବାଜିଗଲା କି ଶାଶୁମାନେ ପକେଇ ଦେଇଛନ୍ତି ବଢ଼ିଆ ଚିତା ହଁ ନା ନା ସବୁ ସରି ସରି କରିଦେଇଛି ଆଉ ହଁ ଛାଟି ଦେଇଛି ନା ଏଠି ଆଉ ଛାଟୁନି ଥାଉ ଛଟାଛଟି ନାହିଁ ସେ ଥାଉ ନାଇଁ ଥାଉ ସେଟା ବାହାର ହେଇଗଲା ନା ଏଇଟା ଦିନଟା ସେ ବାହାରେ ହାତ ମାରିଦେଲା ଆଉ ତକା ଥାଉ ହଁ ଏଇଟା ଲାଷ୍ଟ ଆଉ ନାହିଁ ତମର ବା ଏଇଟା ଥିଲା ପକେଇବାକୁ ବୋଉ ଆମର ଏମିତି କରେ ମୁଁ ଥରେ ବୋଉକୁ ପଚାରିଥିଲି କହିଲି ବୋଉ ଏଇଟା ଏମିତି କାଇଁ କରୁଛୁ ନା ଏଇଟା ତମର କାଠ ବନ୍ଧ ଦିଆ ହେଇଛି ଏଇଟା କଲେ ଗୋବର ଦଉଥିବୁ ନା ସେମିତି କରାହଉଛି ଆମ ବୋଉଠୁ ଏଇଟା ଶିଖିଥିଲି ମୁଁ ସେଇଥିଲି ସିଏ ବୁଢୀ ଲୋକ ପାଠ ପଢିଛନ୍ତି ନା ତଥାପି ସିଏ କହିଲା ଏଇଟା ତମେ ତ ତମର ଏଇଟା ଦୁଆର ବନ୍ଧ ଏଇଟା କାଠର ଅଛି ଦାଣ୍ଡ ଦ୍ୱାର ଏମିତି ରହିବା କଥା ଏଇଟା ହେଲା ଯୋଉ ଦୁଆର ବନ୍ଧ ଦାଣ୍ଡ ଦ୍ୱାର ଏମିତି ରହିଲା ଆଗ କାଳରେ ଏମିତି କରାହୁଏ ମଝିରେ ଗୋଟେ ଖାଲି ଲକ୍ଷ୍ମୀପାଦ ଦେଇଦେବ ଆଜିକାଲି ତ ଆଉ କେହି କିଛି କରୁନାହାନ୍ତି ଆଜିକାଲି ଝୋଟି ମେହେନ୍ଦି ଚିତା ଖାଲି ଏଇ ଲିଲିଗୁଟି ପକେଇଛି ସବୁ ପୁରୁଣା ଚିତା ତମେ ଯୋଉ ପକେଇଛ ସେ ପୁରା ପୁରୁଣା କାଳିଆ ଚିତା ସେମିତି ଆକ୍ଚୁଆଲି ପକଉଛନ୍ତି କାନ୍ଥରେ ସବୁ ଝୋଟି ଦିଆହେଇଥିଲା କିଛି ନାହିଁ ଝୋଟି ଯେମିତି ଯିଏ ପକେଇଲା ସେଟାରେ କିଛି ନାହିଁ ଦେଇଦି ମୁଁ ପାଣି ଦେଇଦେଉଛି ସବୁ ଧୋଇଦିଅ ଆଉ ହାତ ହବନି ଦେଇଦିଅ କୋଉ ଦେଖ ଅଛି ଟିକେ କହୁଥିଲୁ ଦୁଆର ମୋର ସେଠି କରିବି ବୋଲି ରହ ଏଇଟା ବା ଏଠି କରିନି ଆଉ କୋଉଠି କରିବ ପାଦଟା ଖାଲି ଏମିତି କରାଯାଏନି ନାଇଁ ସେଠି କରାଯାଏନି ପାଦ ତଳେ ଟିକେ ଖାଲି ହଁ ପାଦ ତଳେ ଗୋଟେ କଣ ଦିଆଯାଏ ହଁ ଆଉ କୋଉଠି କରିବ ସେଠି ନା ଆଉ ଏଠି କିଛି ଧୋଇ ଦଉ ନା ଏକା ଧୋଇଦିଅ ଆଉ କିଛି କର କୋଉଠି ଗୋବର ଦେବୁ ଦେଖେଇଦେଲି ନା ନାଇଁ ହଁ ନିଅ ନାଇଁ ଏତକ ଦେଇକି ଆସେ ରସ ଆଉ କୋଉଥିରେ ଯୋଉ କହୁଥିଲୁ ଟୁପା ଦେବା ପାଇଁକା ଓହୋ ଟୁପା ଦେଇଦେବି କାଇଁ ନଷ୍ଟ କରିବି ମୁଁ ସେ ଧାନ ଚିନ୍ତା କରିଦେଇଛି ଆମେ ତାଟିଆଟା ମୁଁ ଧୋଇଦିଏ ଗ୍ୟାସ୍ ଗଲେ ଯାଇକି କାମ ହବ ଗ୍ୟାସ୍ କାମ ନହେଲେ ହବନି ତମ ଏଇ ଯୋଉ ଏଇ ଗ୍ୟାସ୍ ଜଳୁଛି ତ ତମକୁ ଟିକେ ଆସୁନି ଆଉ ଯୋଉ ଫଟକିନା ହେଇଯାଉନି ପୁଣି ବନ୍ଦ କରିଦବ ପୁଣି ଲଗେଇବା ଏଇନେ ଫଟକିନା ବନ୍ଦ ହେଇଗଲା ତାକୁ ପୁଣି ଲଗେଇଲି ବା ସେ ବନ୍ଦ ହେଇଯାଉଛି କଣ ତମେ ୟୁଜ୍ କରିନଥିଲ ରହିଯାଇଥିଲା ବହୁତ ଦିନ ତେଣୁ ମୁଁ ଏଇଠି ଜଳେଇଲି ଏପଟଟା ପୁରା ବନ୍ଦ ହେଇଗଲା ଫଟକିନା ବନ୍ଦ ହେଇଗଲା ତାପରେ ସେଠୁ କଣ କଲି ବନ୍ଦ କରିଦେଲି ବନ୍ଦ କରି ଜିନିଷଟା କାଢିଦେଲି ତାପରେ ଲଗେଇଲି ସେ ମଝିରେ ମଝିରେ ତମେ ଟିକେ କ୍ଷୀର ଫିର ଗରମ କଲ କି ଡାଲି ଟିକେ କଲ ବଘାରିଲ ସେ ଗ୍ୟାସଟା ୟୁଜ୍ କଲେ ଯାଇ ହବ ସେ ଜାଲିଟା ବନ୍ଦ ହେଇକି ରହିଯାଉଛି କୁଆଡ଼େ ଗଲେ ନାଇଁ ତଥାପି ସଫା କରିଦବା ତମେ ହାତ ଧୋଇବ ମୁଁ ଯେ 2-4 ଦିନ ଧୋଇଥିଲି ଆଣ ଆସ ପାଣି ଟିକେ ଟେକିଦେବି କରେଇକି ଆସ ହଁ ସେଇଟା ଧୋଇବା ଆସ ମୁଁ ଦୁଇଟା ଧୋଇକି ନେଇ ଆସିବି ଇଏକୁ ଯାହା କରେ ଏଇ ଯେଉଁ ପାହାଚକୁ ଧୋଇଲେ ସୁବିଧା ହବ ଧୀରେ ମୁଁ ଟେକିଲେ କ'ଣ ଆଉ ପାଣି ନେଇ ଆସିବି ସେଇଟା କହୁଥିଲି ଦେ ଆଗେ ପାଣି ଆସ୍ତେ ଦରକାର ହବ କ'ଣ ଦରକାର ହବ ହାତ ମାତ୍ରାରେ ଛାଡ଼ି ଆଉ କାହିଁ ଦିନ ଫୋନ୍ ପାନେ କିଛି ନାହିଁ ୱାର୍ଡ଼କୁ ଯାଇଥିବି ୱାର୍ଡ଼ରେ ଅଲଗା ସବୁ ସିଷ୍ଟମ୍ ଥିବ ଆଉ ଫୋନ୍ କରୁନୁ ହଁ କରିବି ମୁଁ ସେ ବାଲୁ କାଳେ କ'ଣ କହିବି ନାଇଁ ବାଲୁ ଏଇନା କିଛି କହିବ ତାର
ତମେ ଫୋନ୍ କଲେ ସେ ଖୁସି ହେବ ନା ରିଟର୍ନ ଯାଇଥିଲା ଆଉ କ'ଣ କହିବ? ନାଇଁ ଲୋ ମା, ମୋତେ ସେ ରିନା ଫୋନ୍ କରିଥିଲା ଆଉ ସେ ରିଟର୍ନ ଯାଇଥିଲା, ସେ ରିଟର୍ନ ଯେହେତୁ ନଥିଲା ଗଲା କି ଆଉ ନାହିଁ କି ମୁଁ ବି ରିଟର୍ନ କାହିଁ ଆଜି ଫୋନ୍ ଉଠେଇଲାନି, ଲଗେଇଥିଲି ସକାଳେ। ନାଇଁ ସେ ମୋତେ କହିଥିଲା ମୁଁ କାଲି ଯାଇପାରିବିନି କିନ୍ତୁ ଆଜି ଯିବି, ସେଥିରୁ ଆଡ଼କୁ ସିଫ୍ଟ ହେବ ସେ କହିଥିଲା। ରିଟର୍ନ ଅଲଗା ଜାଗାରେ ରହିଲା, କ'ଣ ଖାଉଛି ମ୍ୟାଗି ଟିକେ କରିଦଉଛି, କେତେବେଳେ ଖାଇଦଉଛି, କେତେବେଳେ ଟିକେ ଚାଉଳରେ ଡାଲି ପରିବା ପକେଇ ଦେଇକିରି ଆସିବି ବୋଲି ଏତେ ବ୍ୟସ୍ତ ଯେ ଆପଣମାନେ ଦେଖିଲେ ହେଲା। ଏଇଟା ମୋ ଶାଶୁର, ଶାଶୁ ନଡ଼ିଆ ରେଡ଼ି କଲେଣି, ପୁର ହେବ, ପିଠା ହେବ କାଲି ପାଇଁ। ଆଉ ମୁଁ ଖଟୁଲି ଫଟୁଲି ସବୁ ଆସିକି ମାଣ ପଡ଼ିଆକା ସବୁ ଧୁଆଧୁଇ କରିଦେଲି। ଆପଣମାନଙ୍କର କ'ଣ ସିଷ୍ଟମ୍ ଅଛି? ଆମର ଏଇଟା ସିଷ୍ଟମ୍ ସକାଳୁ ଏକ ବାଳ ଭୋଗ ଦିଆହେବ, ମାନେ ଯେଉଁଟା କଦଳୀ ଆଉ ଛେନା, ନଡ଼ିଆ, ଗୁଡ଼ ଗୁଳାଇକି ଆଗ ଭୋଗ ଦିଆଯାଏ, ମାଣ କ୍ଷୀମାକୁ ବସାଯାଇ ଗୁଡ଼ାଏ। ଆଉ ରହିଲେ ମୋର ଗୋଟେ ଅର୍ଜେଣ୍ଟ କଲ୍ କରିବାର ଅଛି ହସ୍ପିଟାଲକୁ, ଯେହେତୁ ଭଣଜା ସମ ହସ୍ପିଟାଲରେ ଆଡ଼ମିସନ୍ ହେଇଛି, ତାଙ୍କୁ ଟିକେ ଭଲ ମନ୍ଦ ବୁଝିବା ପାଇଁ। ମୁଁ ତ ଆଜି ଯାଇପାରିଲିନି ହସ୍ପିଟାଲ, ମୁଁ ଏପଟେ ପଳେଇ ଆସିଲି। ତେଣୁ ଏବେ ମୁଁ ରଖୁଛି। ଜୟ ଜଗନ୍ନାଥ। ରହିଲି ସାଙ୍ଗମାନେ, ଆପଣ ସମସ୍ତେ ଭଲରେ ରୁହନ୍ତୁ। ମୁଁ ଆସନ୍ତାକାଲି ଆଉ ଗୋଟେ ଭିଡ଼ିଓ ଅପଲୋଡ଼ କରିବି, ଯେଉଁଟାକି ଆମର ମାଣବସା କେମିତି ହେଉଛି ସେଟା ଭିଡ଼ିଓ କରି ମୁଁ ସେଇଟା ରଖିବି। ମାଣବସା ଭିଡ଼ିଓ ତ କାହାକୁ ସେୟାର କରାଯାଏ ନାହିଁ, ତଥାପି ରଖିବି ସେଇଟା ମୋ ପାଖରେ ଭିଡ଼ିଓ କରିକି। ଆପଣମାନେ ଯଦି କମେଣ୍ଟରେ କହିବେ ତାହେଲେ ମୁଁ ସେଇଟା ସେୟାର କରିବି, ସେଇଟା କରାଯାଏନି। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ। ଆଉ ସମସ୍ତେ ଭଲରେ ରୁହନ୍ତୁ, ସମସ୍ତେ ସୁରକ୍ଷିତ ରୁହନ୍ତୁ। ଆଉ ମୁଁ ବି ଭଲରେ ଅଛି। ଆପଣମାନେ କେଉଁଠି ଦେଖୁଛନ୍ତି ମୋତେ କମେଣ୍ଟରେ ଜଣାଇବେ, ଦୟାକରି ମୋତେ କମେଣ୍ଟରେ ଜଣାଇବେ ଆପଣମାନେ କେଉଁ ଏରିଆରୁ, କେଉଁ ଦେଶରୁ, କେଉଁ ସରିଗଲେ ଗୋଡ଼ ଧୋଇଛ? ପୋଛି ଦିଅ। ଯିବି ଜନ୍ତିବି। ହଁ ସୁଜି ବଦଳିବ ଆଉ ମୋତେ ଭଲ ଲାଗିବନି। ପୁଣି ଥଣ୍ଡା ହେବ, କାହିଁକି ବଦଳିବ? ସେ ଲୁଗା ତ ଥଣ୍ଡା ନାହିଁ। ନାଇଁ, ଏ ଲୁଗା ତ କିଛି ହେଇନି। ଏ ଲୁଗା କ'ଣ ଅସନା ହେଇଛି? ଧୋଇ ହେଉଛ ପରା, ଧୋଇ ହେଇଛ ପରା। ଆମେ ତ ଧୋଇ ହେଉଛେ ନା, ଆମେ ତ ଧୋଇ ହେଇଛେ ନା। ଆମେ ତ ଆଇଁଷ ଖାଇନେ, ଅରୁଆ ଖାଇଛେ। କାଲିଠୁ ପରା ଦେଖୁଛୁ ପଚାରୁନ, ହଁ କାହିଁକି ବଦଳିବ? କିଛି ଖାଇଲିନି। ପୁଣି ଏନେ ବଦଳିବ, ସେ ଭଲ ଲୁଗାଟା ତେଲ ଫେଲ ହବ। କାହିଁ ବେକାର ଅଯଥାରେ ନାଇଁ, କାହିଁ ବା କାହିଁ ବଦଳୁନି? ହଁ ମୁଁ ଏଇଟା ଆଇଁଷ ଖାଇନି, ମୁଁ ଆଜି ଏଇଟା ମୋର ହଁ ଆଉ ତମେ ଯୋଉ ଯାଉଛ ମନ୍ଦିରକୁ ତାରିଣୀ ଫାଣି, ତମ ବାଟରେ ଜମା ପାସ୍ ହଉଛ ନା, ବସୁଛ ନା ନାଇଁ? ପୁଣି ସହିତ ଯାଉଛ, ଆଗ ଲୁଗା ଚେଞ୍ଜ କରୁଛ କି? ହଁ ନାଇଁ, ଆରେ ଲକ୍ଷ୍ମୀ ଯେ ନାଇଁ, ସକାଳୁ ଯଦି ତମର କିଛି ଅସୁବିଧା ହେଲା ତାହେଲେ ଲକ୍ଷ୍ମୀ ମା ରାଗିବେ। ଆମେ ତ ସବୁ ନିଷ୍ଠାରେ କରୁଛେ। ରହିଲେ ପିଶାଶୁ ଆସିଲେ ତ ସେ ଭିଡ଼ିଓ କରୁଛି, ତେଣୁ ମୁଁ ରଖୁଛି। ଜୟ ଜଗନ୍ନାଥ ସାଙ୍ଗମାନେ। ସେ ପିଶାଶୁ କହୁଥିଲେ ଲୁଗା ଚେଞ୍ଜ କରି ପିଠା କରିବି। ଯେହେତୁ ଆମେ ଆଜି ଅରୁଆ ଖାଇଛୁ, ଆମେ ମାଣବସା ପୂର୍ବ ଦିନ ଆମର ଉଷୁନା ହୁଏ ନାହିଁ, ଆଇଁଷ ପଶେ ନାହିଁ। ଘର ପୁରା ଧୁଆ ହେଇକି ପୁରା ମାନେ ନିଷ୍ଠାର ସହିତ ମା ଲକ୍ଷ୍ମୀଙ୍କୁ ଆହ୍ୱାନ କରି ମୁଁ ମାଣ ପେଡ଼ିଆକା ଧୋଇଲି, ଖଟୁଲି ଧୋଇଲି। ସନ୍ଧ୍ୟାବେଳେ ପୁଣି ତା ଦେହରେ ଯେଉଁଟା ବଟା ହେଇଥିଲା ଆଣ ଚିତା ପାଇଁ ତା ଦେହରେ ଲଗେଇଲି। ଯେହେତୁ ଘରର ବଡ଼ ବୋଉ କ'ଣ ମୋର ପଛରେ ତ କେହି ନାହାନ୍ତି, ଆଗରେ ବି କେହି ନାହାନ୍ତି। ମୁଁ ଓନ୍ଲି ୱାନ୍ ପିସ୍। ବଡ଼ ବୋଉ, ସାନ ବୋଉ, ସବୁ କିଛି। ଏବେ ମୁଁ ସବୁ ହେଇକି ମୁଁ ସମ୍ଭାଳି ପାରିବି। ଭାଇ ହେବି, ବାପା ହେବି, ମା ହେବି, ସବୁ। ଶାଶୁଙ୍କୁ ସମ୍ଭାଳିବି, ହଜବେଣ୍ଡକୁ ସମ୍ଭାଳିବି, ପିଲାକୁ ସମ୍ଭାଳିବି, ସବୁ। ମୋ ପୁଅ ତ ଅଲରେଡ଼ି ଶୋଇପଡ଼ିଛି। ରହିଲି, ଜୟ ଜଗନ୍ନାଥ। ମୁଁ ଏବେ ପିଠା ପାଖକୁ ଯାଉଛି, ମାନେ ବଢ଼ିଆ ହେବ। ସରିଲା ପରେ ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ମିଟ୍ କରେଇବି, ଦେଖେଇବି କ'ଣ କ'ଣ ସବୁ ମିଠା ଆଇଟମ୍ ହେଇଛି ହେଲା। ରହିଲି, ଜୟ ଜଗନ୍ନାଥ। ଆପଣ ସମସ୍ତେ ଭଲରେ ରୁହନ୍ତୁ।
ସୁରକ୍ଷିତ ରୁହନ୍ତୁ। ରହିଲି ଜୟ ଜଗନ୍ନାଥ।